ଏ ଲେଟର ଟୁ ଗଡ୍ ଏକ ପତ୍ର ଈଶ୍ୱରଙ୍କୁ ଲେଖିଛନ୍ତି କିଏ? ଜି.ଏଲ୍. ଫ୍ରେଣ୍ଡସ୍। ହେଭ୍ ୟୁ ଏଭର୍ ରିଟିନ୍ ଏ ଲେଟର ଟୁ ଗଡ୍? ଆପଣ କେବେ ଈଶ୍ୱରକୁ ଏକ ପତ୍ର ଲେଖିଛନ୍ତି କି? ଡିଡ୍ ୟୁ ଏଭର୍ କମ୍ ଏକ୍ରସ୍ ସମୱାନ୍ ରାଇଟିଂ ଏ ଲେଟର ଟୁ ଗଡ୍? ଆପଣ କେବେ କାହାକୁ ଈଶ୍ୱରଙ୍କୁ ପତ୍ର ଲେଖୁଥିବାର ଦେଖିଛନ୍ତି କି? ପିପୁଲ୍ ବିଲିଭ୍ ଫେଥ୍ କ୍ୟାନ୍ ମୁଭ୍ ମାଉଣ୍ଟେନ୍ସ, ବଟ୍ ହ୍ୱାଟ୍ ସୁଡ୍ ୱି ପୁଟ୍ ଆୱାର ଫେଥ୍ ଇନ୍? ଦିସ୍ ଇଜ୍ ଦ କ୍ୱେଶ୍ଚନ୍ ଦିସ୍ ଷ୍ଟୋରି ଡେଲିକେଟଲି ପଜେସେସ୍। ଲୋକେ ବିଶ୍ୱାସ କରନ୍ତି ଯେ ବିଶ୍ୱାସ ପାହାଡ଼ ଘୁଞ୍ଚାଇପାରେ, କିନ୍ତୁ ଆମେ ଆମର ବିଶ୍ୱାସ କାହା ଉପରେ ରଖିବା ଉଚିତ? ଏହି ପ୍ରଶ୍ନଟିକୁ ଏହି ଗଳ୍ପଟି ସୂକ୍ଷ୍ମ ଭାବରେ ଉପସ୍ଥାପନ କରେ। ଲେଞ୍ଚ is a farmer who writes a letter to God asking for a sum of money when his crops fail. Does Lencho's letter reach God? Does God send him the money? Think and try to answer this question. Before you begin to read the story, try to imagine how it would develop and what conclusion it might arrive at. ଲେଞ୍ଚ ଜଣେ ଚାଷୀ ଯିଏ ଈଶ୍ୱରକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ମାଗି ପତ୍ର ଲେଖିଛନ୍ତି ଯେତେବେଳେ ତାଙ୍କ ଫସଲ ନଷ୍ଟ ହୋଇଯାଇଛି। ଲେଞ୍ଚକ ପତ୍ର କ'ଣ ଈଶ୍ୱରଙ୍କ ପାଖରେ ପହଞ୍ଚିବ? ଈଶ୍ୱର କ'ଣ ତାଙ୍କୁ ଟଙ୍କା ପଠାଇବେ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଚିନ୍ତା କରନ୍ତୁ ଏବଂ ଦେବାକୁ ଚେଷ୍ଟା କରନ୍ତୁ। ଗଳ୍ପଟି ପଢ଼ିବା ଆରମ୍ଭ କରିବା ପୂର୍ବରୁ ଏହା କିପରି ଆଗକୁ ବଢ଼ିବ ଏବଂ କେଉଁ ସିଦ୍ଧାନ୍ତରେ ପହଞ୍ଚିବ ତାହା କଳ୍ପନା କରିବାକୁ ଚେଷ୍ଟା କରନ୍ତୁ। The house, the only one in the entire valley, sat on the crest of a low hill. From the height, one would see the river and the field of ripe corn, dotted with the flowers that always promised a good harvest. ସେହି ଘରଟି ସମଗ୍ର ଉପତ୍ୟକାର ଏକମାତ୍ର ଘର ଏକ ଛୋଟ ପାହାଡ଼ର ଶିଖରରେ ବସିଥିଲା। The only things the earth needed was a downpour or at least shower. ଏହି ଉଚ୍ଚତାରୁ ନଦୀ ଏବଂ ପାଚିଲା ମକା କ୍ଷେତକୁ ଫୁଲରେ ଭର୍ତ୍ତି ହୋଇଥିବାର ଦେଖାଯାଉଥିଲା, ଯାହା ସର୍ବଦା ଏକ ଭଲ ଅମଳର ପ୍ରତିଶ୍ରୁତି ଦେଉଥିଲା ଓ ପୃଥିବୀକୁ କେବଳ ଗୋଟିଏ ଜିନିଷ ଦରକାର ଥିଲା, ଏକ ପ୍ରବଳ ବର୍ଷା କିମ୍ବା ଅତ୍ୟନ୍ତ ପକ୍ଷେ ଏକ ଝିପିଝିପି ବର୍ଷା। The only things the earth needed was a downpour or at least shower. Throughout the morning, Lencho, who knew his field intimately, had done nothing else but the sky towards the north east. ସାରା ସକାଳେ ଲେଞ୍ଚ, ଯିଏ ତାଙ୍କ କ୍ଷେତଗୁଡ଼ିକୁ ଭଲ ଭାବରେ ଜାଣିଥିଲେ ଓ ଉତ୍ତର ପୂର୍ବ ଦିଗରେ ଆକାଶକୁ ଚାହିଁବା ବ୍ୟତୀତ ଅନ୍ୟ କିଛି କରିନଥିଲେ। Now we are really going to get some water, omen. ବର୍ତ୍ତମାନ ଆମେ ପ୍ରକୃତରେ କିଛି ପାଣି ପାଇବାକୁ ଯାଉଛୁ, ସ୍ତ୍ରୀ। The woman who was preparing supper replied, Yes, go willing. ସ୍ତ୍ରୀ, ଯେଉଁ ସ୍ତ୍ରୀ ରାତ୍ରି ଭୋଜନ ପ୍ରସ୍ତୁତ କରୁଥିଲେ, ସେ ଉତ୍ତର ଦେଲେ, ହଁ, ହଁ, ଈଶ୍ୱରଙ୍କ ଇଚ୍ଛା। The older boys were working in the field. ବଡ଼ ପୁଅ କ୍ଷେତରେ କାମ କରୁଥିଲା। While the smaller ones were playing near the house until women called to them all come for dinner. ବଡ଼ ପୁଅମାନେ କ୍ଷେତରେ କାମ କରୁଥିଲେ, ଯେତେବେଳେ ଛୋଟମାନେ ଘର ପାଖରେ ଖେଳୁଥିଲେ, ଯେପର୍ଯ୍ୟନ୍ତ ସେହି ସ୍ତ୍ରୀ ସମସ୍ତଙ୍କୁ ଡାକିଲେ, ଆସ, ଖାଇବା ସମୟ ହେଲାଣି। It was during the meal. ତୁମ ପାଇଁ ଖାଇବା ବଢ଼ା ହେଲାଣି। Just as ଲଞ୍ଚ had predicted. ଲେଞ୍ଚ ଅନୁମାନ କଲା ଯେ ବା ଭବିଷ୍ୟ ପାଞ୍ଚିଲା ଯେ ବିଗ୍ ଡ୍ରପ୍ ଅଫ୍ ରେନ୍ ବିଗାନ୍ ଟୁ ଫଲ୍। ବଡ଼ ବଡ଼ ବର୍ଷାବୁନ୍ଦା ଏବେ ପଡ଼ିବାର ଅଛି। ଇନ୍ ଦ ନର୍ଥ ଇଷ୍ଟ ହ୍ୟୁଜ୍ ମାଉଣ୍ଟେନ୍ ଅଫ୍ କ୍ଲାଉଡ୍ could be seen approaching there. The air was fresh and sweet. ହଠାତ୍ କିନା କ'ଣ ହେଲା, ସେହି ସମୟରେ ଭଲ ପବନ ବହୁତ ଜୋରରେ ବା ଭଲ ସୁନ୍ଦର ପବନ ବହୁତ ଜୋରରେ ବହି ଯାଉଥିଲା। The man went out for no other reason that to have the pleasure of feeling in rain on his body. ଯେତେବେଳେ ବର୍ଷାର ବିନ୍ଦୁ ତା ଦେହରେ ପଡ଼ିଲା, ସେ ବହୁତ ଶୀତଳ ଅନୁଭବ କଲା। And when he returned, he exclaimed, These are not raindrops falling from the sky, they are new coins.
ପଡ଼ୁଥିବା ବର୍ଷା ବିନ୍ଦୁ ଏଗୁଡ଼ା ବର୍ଷା ବିନ୍ଦୁ ନଥିଲା, ଏଗୁଡ଼ା ଥିଲା କ'ଣ ନ୍ୟୁ କଏନ୍ସ, ଗୋଟେ ଗୋଟେ ମୁଦ୍ରା ଥିଲା, ନୂଆ ମୁଦ୍ରା ଥିଲା। ଦ ବିଗ୍ ଡ୍ରପ୍ସ ଆର୍ 10 cent pieces and the little ones are 5। ବଡ଼ ବଡ଼ ବର୍ଷା ବିନ୍ଦୁ ଥିଲା ବଡ଼ ବଡ଼ ଥିଲା 10 ଟଙ୍କିଆ ଓ ଛୋଟ ଛୋଟ ଥିଲା 5 ଟଙ୍କିଆ। With a satisfied expression, he regarded the field of ripe corn with its flowers, draped in a curtain of rain. But suddenly a strong wind began to blow, and along with the rain, very large hailstones began to fall. These truly did resemble new silver coins. The boys, exposing themselves to the rain, ran out to collect the frozen pearls। ତାମାନେ ବର୍ଷାର ପରଦାରେ ଢାଙ୍କି ହୋଇ ରହିଥିବା ପାଚିଲା ମକା କ୍ଷେତକୁ ସେ ସନ୍ତୁଷ୍ଟ ଭାବରେ ଦେଖିଲେ। ହଠାତ୍ ପ୍ରବଳ ପବନ ବହିବାକୁ ଲାଗିଲା ଏବଂ ବର୍ଷା ସହିତ ବଡ଼ ବଡ଼ କୁଆପଥର ପଡ଼ିବାକୁ ଲାଗିଲା। ଏଗୁଡ଼ିକ ପ୍ରକୃତରେ ନୂଆ ରୂପା ମୁଦ୍ରା ପରି ଦେଖାଯାଉଥିଲା। It's really getting bad now, exclaimed the man. I hope it passes quickly. It did not pass quickly. For an hour, the hail rained on the house, the garden, the hillside, the cornfield, on the whole valley. The field was white as if covered with salt। ପିଲାମାନେ ବର୍ଷାରେ ଭିଜି ତୁଷାର ପରଳ ସଂଗ୍ରହ କରିବାକୁ ଦୌଡ଼ି ଆସିଲେ। ଏବେ ପ୍ରକୃତରେ ପରିସ୍ଥିତି ଖରାପ ହୋଇଛି। ସେହି ବ୍ୟକ୍ତି ଜଣକ କହିଲେ, ମୁଁ ଆଶା କରୁଛି ଏହା ଶୀଘ୍ର ବନ୍ଦ ହୋଇଯିବ। ଏହା ଶୀଘ୍ର ବନ୍ଦ ହେଲା ନାହିଁ। ଘଣ୍ଟାଏ ଧରି ଘର, ବଗିଚା, ପାହାଡ଼, ପାର୍ଶ୍ୱ, ମକାକ୍ଷେତ, ସମଗ୍ର ଉପତ୍ୟକାରେ କୁଆପଥର ବର୍ଷା ହେଲା ଓ କ୍ଷେତଟି ଧଳା ଦିଶୁଥିଲା, ଯେପରି ଲୁଣରେ ଢାଙ୍କି ହୋଇଯାଇଛି। Not a leaf remained on the trees. The corn was totally destroyed. The flowers were gone from the plants. Lencho's soul was filled with sadness. When the storm had passed, he stood in the middle of the field and said to his sons, a plug of locusts would have left more than this. The hail has left nothing. This year we will have no corn। ତାମାନେ କ'ଣ କହୁଛି, ଗଛରେ ଗୋଟିଏ ବି ପତ୍ର ରହିଲା ନାହିଁ। ମକା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ଫୁଲଗୁଡ଼ିକ ଗଛରୁ ଝଡ଼ିଗଲା। ଲେଞ୍ଚକ ଆତ୍ମା ଦୁଃଖରେ ପରିପୂର୍ଣ୍ଣ ହୋଇଗଲା। ଯେତେବେଳେ ଝଡ଼ ଶାନ୍ତ ହେଲା, ସେ କ୍ଷେତ ମଝିରେ ଠିଆ ହୋଇ ତାଙ୍କ ପୁଅମାନଙ୍କୁ କହିଲେ, ପଙ୍ଗପାଳର ଆକ୍ରମଣ ମଧ୍ୟ ଏହାଠାରୁ ଅଧିକ କିଛି ଛାଡ଼ି ଦେଇଥାନ୍ତା। କୁଆପଥର କିଛି ବି ଛାଡ଼ି ନାହିଁ। ଏ ବର୍ଷ ଆମର ମକା ହେବ ନାହିଁ। That night was a sorrowful one। ସେହି ରାତିଟି ଦୁଃଖପୂର୍ଣ୍ଣ ଥିଲା। All our work for nothing। ଆମର ସବୁ ପରିଶ୍ରମ କିଛି କାମରେ ଆସିଲା ନାହିଁ। We will all go hungry this year। ଆମକୁ this was there's no one who can help us। ଆମକୁ ସାହାଯ୍ୟ କରିବାକୁ କେହି ନାହାନ୍ତି। We will all go hungry this year। ଏ ବର୍ଷ ଆମେ ସମସ୍ତେ ଭୋକରେ ରହିବୁ। But in the heart of all who lived in that solitary house, in the middle of the valley, there was a single hope, help from God। କିନ୍ତୁ ଉପତ୍ୟକାର ମଧ୍ୟଭାଗରେ ଥିବା ସେହି ଏକାକୀ ଘରେ ରହୁଥିବା ସମସ୍ତଙ୍କ ହୃଦୟରେ ଗୋଟିଏ ମାତ୍ର ଆଶା ଥିଲା, ଭଗବାନଙ୍କ ଠାରୁ ସାହାଯ୍ୟ। Don't be so upset, even though this seems like a total loss. Remember, no one dies of hunger। ଏତେ ବ୍ୟସ୍ତ ହୁଅ ନାହିଁ। ଯଦିଓ ଏହା ସମ୍ପୂର୍ଣ୍ଣ କ୍ଷତି ପରି ଲାଗୁଛି, ମନେ ରଖ, କେହି ଭୋକରେ ମରନ୍ତି ନାହିଁ। That's what they say, no one dies of hunger। All through the night, Lencho thought only of one hope, the help of God, whose eyes, as he had been instructed, see everything, even what is the deep in one's conscience। ସେମାନେ ଏହା ହିଁ କୁହନ୍ତି ଯେ କେହି ଭୋକରେ ମରନ୍ତି ନାହିଁ। ସାରା ରାତି ଲେଞ୍ଚ କେବଳ ଗୋଟିଏ ଆଶା ବିଷୟରେ ଭାବିଲେ, ଭଗବାନଙ୍କ ସାହାଯ୍ୟ, ଯାହାର ଆଖି ଯେପରି ତାଙ୍କୁ ଶିଖାଯାଇଥିଲା ସବୁକିଛି ଦେଖେ, ଏପରିକି ଜଣଙ୍କର ଅନ୍ତରାତ୍ମାରେ କ'ଣ ଅଛି ତାହା ମଧ୍ୟ ଲେଞ୍ଚ ଜଣେ ଅନୁଭବ କରିପାରୁଥିଲେ।
Lencho was an ox of man, working like an animal in the field, but still he knew how to write. ଲେଞ୍ଚ ବଳଦ ପଳି ବଳଦ ପରି ବିଲରେ ଖଟୁଥିଲେ, ତଥାପି ସେ ଚିଠି କେମିତି ଲେଖାଯାଏ ସେ ଜାଣିଥିଲେ। ଦ ଫଲୋଇଂ ସଣ୍ଡେ at daybreak he began to write a letter which he himself would carry to town and place in the mail. It was nothing less than letter to God. ସେ କ'ଣ କଲେ ନା, ଯେତେବେଳେ ରବିବାର ଦିନ ଆସିଲା ସେ ଖଣ୍ଡେ ଚିଠି ଲେଖିଲେ ଏବଂ ସେହି ଚିଠିକି ନେଇକି ସେ ସହରକୁ ଗଲେ ଏବଂ ଡାକଘରରେ ଦେଇଦେଲେ। ଇଟ୍ ୱାଜ୍ ନଥିଙ୍ଗ ଲେସ୍ ଦେନ୍ ଲେଟର୍ ଟୁ ଗଡ୍। ଏଇଟା କେବଳ ଭଗବାନ ପ୍ରତି ଗୋଟେ ଚିଠି ନଥିଲା। God, he wrote, if you don't help me, my family and I will go hungry this year. ଭଗବାନ, ସେ ଲେଖିଲେ, ଯଦି ତୁମେ ମୋତେ ସାହାଯ୍ୟ ନ କର, ମୋ ପରିବାର ଓ ମୁଁ ଏ ବର୍ଷ ଭୋକରେ ରହିବୁ। I need 100 peso in order to sow my field again and to live until the crop comes because the hailstorm. ମୋତେ ପୁଣି ଥରେ ମୋ ଜମିରେ ବୁଣିବା ପାଇଁ ଏବଂ ଫସଲ ଆସିବା ପର୍ଯ୍ୟନ୍ତ ବଞ୍ଚିବା ପାଇଁ 100 ପେସୋ ଦରକାର, କାରଣ ମୁଁ କୁଆପଥରରେ ନଷ୍ଟ ହୋଇଯାଇଛି ମୋ ଫସଲ। He wrote to God on the envelope, put the letter inside and still troubled, went to town. At the post office he placed stamp on the letter and dropped it into the mailbox. ସେ ଲଫାଫା ଉପରେ ଭଗବାନଙ୍କୁ ଲେଖିଲେ, ଚିଠିଟିକୁ ଭିତରେ ରଖିଲେ ଏବଂ ଏବେ ବି ଚିନ୍ତିତ ହୋଇ ସହରକୁ ଗଲେ। ଡାକଘରେ ସେ ଚିଠିରେ ଏକ ଷ୍ଟାମ୍ପ ଲଗାଇଲେ ଏବଂ ଏହାକୁ ଡାକବାକ୍ସରେ ପକାଇଦେଲେ। One of the employees, who was a postman and also helped at the post office, went to his boss laughing heartily and showed him the letter to God. Never in his career as a postman had he known that address. The postmaster, a fat, amiable fellow, also broke out laughing, but almost immediately he turned serious and tapping the letter on his desk, commented, what faith! I wish I had the faith of the man who wrote this letter, starting up a correspondence with God. ତାମାନେ କ'ଣ, କର୍ମଚାରୀମାନଙ୍କ ମଧ୍ୟରୁ ଜଣେ ଡାକବାଲା ଥିଲେ ଏବଂ ଡାକଘରେ ମଧ୍ୟ ସାହାଯ୍ୟ କରୁଥିଲେ, ହୃଦୟର ସହିତ ହସି ହସି ତାଙ୍କର ବସ୍ ପାଖକୁ ଗଲେ ଏବଂ ତାଙ୍କୁ ଭଗବାନଙ୍କ ନିକଟକୁ ଲେଖାଇଥିବା ଚିଠିଟି ଦେଖାଇଲେ। ଡାକବାଲା ଭାବରେ ତାଙ୍କ କ୍ୟାରିୟରରେ ସେ ସେଇ ଠିକଣା କେବେ ଜାଣିନଥିଲେ। ଡାକମାଷ୍ଟର, ଜଣେ ମୋଟା ଓ ଆତ୍ମୀୟ ଲୋକ, ମଧ୍ୟ ହସିବାକୁ ଲାଗିଲେ, କିନ୍ତୁ ପ୍ରାୟ ସଙ୍ଗେ ସଙ୍ଗେ ସେ ଗମ୍ଭୀର ହୋଇଗଲେ ଏବଂ ତାଙ୍କ ଡେସ୍କ ଉପରେ ଚିଠିଟିକୁ ଠକ୍ ଠକ୍ କରି କହିଲେ, କି ବିଶ୍ୱାସ! କାଶ ମୋର ସେଇ ଲୋକଟିର ବିଶ୍ୱାସ ଥାନ୍ତା ଯେ ଏଠି ଚିଠି ଲେଖିଛି, ଭଗବାନଙ୍କ ସହିତ ଚିଠିପତ୍ର ଆରମ୍ଭ କରିଛି। So, in order not to shake the writer's faith in God, the postmaster came up with an idea, answered the letter, but when he opened it, it was evident that to answer it he needed something more than goodwill, ink and paper, but the stock to his resolution. He asked for money from his employee. He himself gave a part of his salary, and several friends of his were obliged to give something for an act of charity. ତେଣୁ ସେ ଲେଖକଙ୍କର ଭଗବାନଙ୍କ ଉପରେ ଥିବା ବିଶ୍ୱାସକୁ ନ ଟଳମୂଳ କରିବା ପାଇଁ ଡାକମାଷ୍ଟରଙ୍କ ମନରେ ଏକ ଧାରଣା ଆସିଲା। ଚିଠିର ଉତ୍ତର ଦେବା, କିନ୍ତୁ ଯେତେବେଳେ ସେ ଏହାକୁ ଖୋଲିଲେ, ଏହା ସ୍ପଷ୍ଟ ହୋଇଗଲା ଯେ ଏହାର ଉତ୍ତର ଦେବା ପାଇଁ ତାଙ୍କୁ ସଚିନ୍ଦା, କାଳି ଏବଂ କାଗଜ ବ୍ୟତୀତ ଆହୁରି କିଛି ଦରକାର। କିନ୍ତୁ ସେ ତାଙ୍କ ସଂକଳ୍ପରେ ଅଟଳ ରହିଲେ। ସେ ତାଙ୍କ କର୍ମଚାରୀମାନଙ୍କଠାରୁ ଟଙ୍କା ମାଗିଲେ, ସେ ନିଜେ ତାଙ୍କ ଦରମାର କିଛି ଅଂଶ ଦେଲେ ଏବଂ ତାଙ୍କ ଅନେକ ବନ୍ଧୁ ଏକ ଦାନ କାର୍ଯ୍ୟ ପାଇଁ କିଛି ଦେବାକୁ ମଧ୍ୟ ବାଧ୍ୟ ହେଲେ। It was impossible for him to gather together the 100 peso, so he was able to send the farmer only a little more than half. He put the money in an envelope addressed to Lencho and with it a letter containing only a single word as a signature, God.
ତାଙ୍କ ପାଇଁ 100 ପେସୋ ସଂଗ୍ରହ କରିବା ଅସମ୍ଭବ ଥିଲା। ତେଣୁ ସେ କୃଷକଙ୍କୁ କେବଳ ଅଧାରୁ ଟିକେ ଅଧିକ ପଠାଇ ପାରିଲେ। ସେ ଟଙ୍କାତକ ଲେଞ୍ଚ ଠିକଣାରେ ଏକ ଲଫାଫାରେ ରଖିଲେ ଏବଂ ଏହା ସହିତ କେବଳ ଗୋଟିଏ ଶବ୍ଦ ଦସ୍ତଖତ ଭାବରେ ଥିବା ଏକ ଚିଠି ଦେଲେ, ଭଗବାନ। The following Sunday, Lencho came a bit earlier than usual to ask if there was a letter for him. It was the postman himself who handed the letter to him while the postmaster, experiencing the contentment of a man who has performed a good deed, looked out from his office. ପରବର୍ତ୍ତୀ ରବିବାର ଦିନ ଲେଞ୍ଚ ତାଙ୍କ ପାଇଁ କିଛି ଚିଠି ଅଛି କି ନାହିଁ ପଚାରିବାକୁ ସାଧାରଣତଃ ଆସିବା ସମୟରୁ ଟିକେ ଶୀଘ୍ର ଆସିଲେ। ଡାକମାଷ୍ଟର ଜଣେ ଭଲ କାମ କରିଥିବା ଲୋକଙ୍କର ସନ୍ତୋଷ ଅନୁଭବ କରି ତାଙ୍କ ଅଫିସରୁ ଦେଖୁଥିବା ବେଳେ ଡାକବାଲା ନିଜେ ତାଙ୍କୁ ଚିଠିଟି ହାତରେ ଦେଲେ। ଲେଞ୍ଚ showed not the slightest surprise on seeing the money. Such was his confidence. But he became angry when he counted the money. God could not have made a mistake, nor could he have denied Lencho what he had requested. ଟଙ୍କା ଦେଖି ଲେଞ୍ଚ ତିଳେ ମାତ୍ର ଆଶ୍ଚର୍ଯ୍ୟ ହେଲେ ନାହିଁ। ତାଙ୍କର ଏପରି ବିଶ୍ୱାସ ଥିଲା, କିନ୍ତୁ ଯେତେବେଳେ ସେ ଟଙ୍କା ଗଣିଲେ ସେ କ୍ରୋଧିତ ହୋଇଗଲେ। ଭଗବାନ ଭୁଲ କରିବେ ନାହିଁ, କିମ୍ବା ସେ ଲେଞ୍ଚ ଯାହା ମାଗିଥିଲେ ତାହା ମନା କରିପାରିବେ ନାହିଁ। Immediately, Lencho went up to a window to ask for paper and ink. ତୁରନ୍ତ ଲେଞ୍ଚ କାଗଜ ଏବଂ କାଳି ମାଗିବା ପାଇଁ ଝରକା ପାଖକୁ ଗଲେ। On the public writing table, he started to write with much wrinkling of his brow, caused by the effort he had to make express his idea. ସର୍ବସାଧାରଣ ଲେଖା ଟେବୁଲ ଉପରେ ସେ ଲେଖିବା ଆରମ୍ଭ କଲେ ଓ ତାଙ୍କ ମୁହଁରେ ଅନେକ କୁଞ୍ଚନ ସହିତ ଯାହା ତାଙ୍କ ଭାବନାକୁ ପ୍ରକାଶ କରିବା ପାଇଁ ତାଙ୍କୁ କରିବାକୁ ପଡୁଥିବା ପ୍ରୟାସ ଯୋଗୁଁ ହୋଇଥିଲା। When he finished, he went to the window to buy a stamp which he licked and then affixed to the envelope with a blow of his fist. The moment the letter fell into the mailbox, the postmaster went to open it. It said, God, of the money that I asked for, only 70 peso reached me. Send me the rest since I need it very much. But I don't send it to me through the mail because the post office employees are a bunch of crooks. ଲେଞ୍ଚ। ତାପରେ କ'ଣ ଲେଖିଲା, ଯେତେବେଳେ ସେ ଶେଷ କଲେ ଏକ ଷ୍ଟାମ୍ପ କିଣିବା ପାଇଁ ଝରକା ପାଖକୁ ଗଲେ, ଯାହାକୁ ସେ ଚାଟିଲେ ଏବଂ ତାପରେ ତାକୁ ମୁଷ୍ଟିରେ ଏବଂ ଆଘାତ ଦେଇ ଲଫାଫାରେ ଲଗାଇଲେ। ଯେଉଁ ମୁହୂର୍ତ୍ତଟି ଚିଠିଟି ମେଲ ବକ୍ସରେ ପଡ଼ିଲା, ପୋଷ୍ଟମାଷ୍ଟର ଏହାକୁ ଖୋଲିବାକୁ ଗଲେ ଓ ସେଥିରେ ଲେଖାଯାଇଥିଲା, ହେ ଭଗବାନ, ମୁଁ ମାଗିଥିବା ଟଙ୍କା ମଧ୍ୟରୁ କେବଳ 70 ପେସୋ ମୋ ପାଖରେ ପହଞ୍ଚିଛି। ମୋତେ ବାକି ଟଙ୍କା ପଠାନ୍ତୁ, କାରଣ ମୋତେ ଏହାର ବହୁତ ଆବଶ୍ୟକ। କିନ୍ତୁ ଏହାକୁ ମୋତେ ଡାକ ଯୋଗେ ପଠାନ୍ତୁ ନାହିଁ, କାରଣ ଡାକ କର୍ମଚାରୀମାନେ ହେଉଛନ୍ତି ଏକ ଠକ ଦଳ। ଲେଞ୍ଚ। ଗପଟି କେମିତି ଲାଗିଲା କମେଣ୍ଟରେ ଲେଖିବେ।